ହାଇ ଫ୍ରେଣ୍ଡସ୍, ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ପିଏମ୍ କିଷାନ ସମ୍ମାନ ଯୋଜନା ବିଷୟରେ ଜାଣିଥିବେ ଏବଂ ସିଏମ୍ କିଷାନ ସମ୍ମାନ ଯୋଜନା ବିଷୟରେ ଜାଣିଥିବେ। ଆଜି ଦୁଇଟି ଯୋଜନା ବିଷୟରେ ସବୁ କିଷାନ ଭାଇମାନଙ୍କ ପାଇଁ ନୂଆ ଅପଡେଟ୍ ଦେବା ପାଇଁ ଯାଉଛି। ଯଦି ଆପଣମାନେ ସିଏମ୍ କିଷାନ ଯୋଜନାରେ ଆବେଦନ କରିଛନ୍ତି ଆଉ ଆପଣଙ୍କ ନାମ ଅଛି, ଆପଣ ମଧ୍ୟ ସେଥିରେ ନିଜର ନାମକୁ ମଧ୍ୟ ରେଜିଷ୍ଟ୍ରେସନ ଦେଇପାରିବେ। ଯାହାଫଳରେ ଆପଣ ଯଦି ଯୋଗ୍ୟ ଚାଷୀ ବୋଲି ଚିହ୍ନଟ ହୁଅନ୍ତି, ତାହେଲେ ଆପଣଙ୍କୁ ମଧ୍ୟ ଏଇ 2000 ଟଙ୍କାଟି ସିଧାସଳଖ ମିଳିବ। କିନ୍ତୁ ଯଦି ଆପଣମାନେ EKYC କରିନାହାନ୍ତି, ତାହେଲେ ଆପଣମାନଙ୍କୁ କେଉଁଠୁ କରିବା ପାଇଁ ପଡ଼ିବ? ଯଦି ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ଆପ୍ଲାଏ କରିପାରିବେ କି ନାହିଁ? ଆଉ 23ତମ କିସ୍ତିରେ ଟଙ୍କା କେବେ ମିଳିବ ଆଉ କେଉଁ ଚାଷୀମାନଙ୍କୁ ଟଙ୍କା ମିଳିବ? ଆଉ ଆପଣମାନେ ବସିକି ଘର ପାଖରେ ଏଇସବୁ ଜିନିଷରେ ବେନିଫିଟ୍ ନିଜ ମୋବାଇଲରେ ଦେଖିପାରିବେ କି ନାହିଁ? ସମ୍ପୂର୍ଣ୍ଣ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହିବି। ତା ପୂର୍ବରୁ କହି ରଖୁଛି, ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲ ସବସ୍କ୍ରାଇବ ରଖନ୍ତୁ, ପାଖରେ ଆସିଥିବା ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ପିଏମ୍ କିଷାନ ସମ୍ମାନ ଯୋଜନାରେ ଯେଉଁ ଚାଷୀ ଭାଇମାନେ ସବୁ ଆବେଦନ କରିଥିଲେ, ସେମାନଙ୍କ ନାଁରେ ଏବେ ନୂଆ ଲିଷ୍ଟ ଅଲରେଡି ଗୋଟେ ଆସିଛି। ଯାହାଫଳରେ କି ଆସନ୍ତା 23ତମ କିସ୍ତିରେ 2000 ଟଙ୍କା ଲେଖାଏଁ ସିଧାସଳଖ ଚାଷୀ ଭାଇମାନଙ୍କୁ ମିଳିବା ପାଇଁ ଯାଉଛି। ତେଣୁ ଆପଣ ଯଦି ଆବେଦନ କରିନାହାନ୍ତି, ଭାବୁଛନ୍ତି ଆବେଦନ କରିବା ପାଇଁ, ତ ବର୍ତ୍ତମାନ ଆବେଦନ ହେଉଛି କି ନାହିଁ? ଏହି ସମୟରେ ଯେତିକି ନୋଟିଫିକେସନ ଜଣାପଡ଼ିଛି ଯେ ପିଏମ୍ କିଷାନ ସମ୍ମାନ ଯୋଜନାରେ ଆବେଦନ ଏବେ ହେଉନାହିଁ। କିନ୍ତୁ ଯେଉଁମାନେ ସବୁ ଆବେଦନ କରିଛନ୍ତି, ତ ସେଇମାନେ କ'ଣ କରିପାରିବେ? କ'ଣ ସବୁ ସୁବିଧା ରହିଛି? ତ ସେଥିପାଇଁ ପ୍ରଥମେ ଆପଣମାନଙ୍କୁ କହିପାରିବି ଯେ ପିଏମ୍ କିଷାନ ହେଉ କିମ୍ବା ସିଏମ୍ କିଷାନ ହେଉ, ଏଇ ଦୁଇଟି ଯୋଜନାରେ ଏବେ ଆପଣମାନେ ଭେରିଫାଇ କରିପାରିବେ। ଯାହାଫଳରେ କି ଆପଣ ଯଦି ଯୋଗ୍ୟ ହୋଇଥିବେ, ତାହେଲେ ଆପଣମାନଙ୍କୁ ଏଥିରେ 2000 ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ମିଳିପାରିବ। ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଥିଲେ ବହୁତ ସାରା ଭାଇମାନେ। ସେମାନେ କହିଥିଲେ ଯେ କି ପିଏମ୍ କିଷାନ ଯୋଜନାରେ ଆଜି ପର୍ଯ୍ୟନ୍ତ କ'ଣ ପାଇଁ ଟଙ୍କା ମିଳୁନାହିଁ? ଆପଣ ଦେଖନ୍ତୁ, EKYC କରିଛନ୍ତି କିମ୍ବା କରିନାହାନ୍ତି, ତାହେଲେ ତୁରନ୍ତ କରିଦିଅନ୍ତୁ। ଏବଂ ଯେଉଁମାନେ EKYC କରିବା ପାଇଁ ଇଣ୍ଟରେଷ୍ଟିଂ ଅଛନ୍ତି, ଆପଣମାନେ ଘରେ ବସିକି କରିପାରିବେ, ନହେଲେ ଆଖପାଖରେ CS ସେଣ୍ଟରକୁ ଯାଇକି ମଧ୍ୟ ସେଠି କରିପାରିବେ। ଯାହାଫଳରେ କି ଆପଣଙ୍କ ଆହୁରି ମଧ୍ୟ ସୁବିଧା ରହିବ। ଆଉ ଆପଣମାନେ କରିବାର ତା ବାଟ ମଧ୍ୟ ତରିକା ମଧ୍ୟ ଆପଣମାନଙ୍କୁ ମିଳିଯିବ। ଇଏ ହେଲା ପ୍ରକୃତର ପିଏମ୍ କିଷାନ ଯୋଜନା, ସିଏମ୍ କିଷାନ ଯୋଜନାରେ ସିଷ୍ଟମ। କିନ୍ତୁ ଏହି ଟଙ୍କା କେବେ ମିଳିବ, କୋଉ ଦିନ ମିଳିବ, କୌଣସି ପ୍ରକାର ଡିକ୍ଲାରେସନ ହେଇନାହିଁ। କିନ୍ତୁ ଅଗଷ୍ଟ 15ରେ ମିଳିବ ବୋଲି କୁହାଯାଇଥିଲା। ଦେଖାଯାଉ କେଉଁମାନଙ୍କୁ ମିଳିବ, କେଉଁମାନଙ୍କୁ ନ ମିଳିବ। ଯଦି ମିଳିନାହିଁ, ତାହେଲେ କମେଣ୍ଟ କରିକି